हाय गाइस, आज आम गोटे सीसीटीवी सर्विस देवाई एक्चुअली जाऊँगी। लोकेशन हूँ आमर डुकुरा अच्छी एक्चुअली फार्म रे पुराना काम एक्चुअली होता है कौन प्रोब्लेम है 2-3टा कैमेरा एक्चुअली चलू ना तो आम सर्विस देवाई एक्चुअली बाहरी एबे आमर टाइम होती 9:09 मुझे डिस्प्ले आपको टाइम भी देखा दूसरी आपने 9:09 होती आम ए दुकान अच्छु दुकान डायरेक्ट बाहर की जीवु कम आमर पिला बाहर भी छिड़ा देखते ये आम दुकान सब बाहर को जाऊँ सिस्टम एक सब ऑफ करदेबू। एबे आम दुकान लु बाहर को बाहरिलु लाइट सब बंद करूँ। एड्रेस हूँ आम रेमणागुली नियर फिश मार्केट फ्रंट आम बाहर कम वीडियो कंटिन्यू लगी रुहतु देखो। काजू सब के देखु प्रबल प्रबल मात्रा गच जहाँ कहतु भाई मैंने मयूरभंज एरिया को आसवे काजू होती ना से टाइम आप एरिया स्मेल ना पूरा काजू मस्त स्मेल पूरा एरिया जड़े लोक नहीं लीज बोधे लगुच जड़े लोक ये घर कर रही सब एरिया कथा बुझुचे यहाँ काजू बेलांकर घर यहाँ।
ଦେଖିପାରୁଥିବେ ଏଇଟା ଆକ୍ଚୁଆଲି ହେଉଛି ଆମର ରବର ୟୁନିଟ୍। ରବର ସବୁ ଜିନିଷ ପ୍ରୋସେସ୍ ହେଉଛି। ରବର ଏଇଠି ଗଛ ଆକ୍ଚୁଆଲି ଅଛି। ରବରରୁ ସେମାନେ ଗଛରୁ ତାର ଯେଉଁ କ୍ଷୀର ଆଣିକି କେମିତିଆ କ'ଣ ରବର ସବୁ ତିଆରି କରୁଛନ୍ତି ଦେଖନ୍ତୁ ଜିନିଷଟାକୁ। ଇଏ ସବୁ ହେଉଛି ଦେଖନ୍ତୁ ରବର ଗଛ ଆକ୍ଚୁଆଲି। ତ ଆମେମାନେ ଏବେ ଆମ ଲୋକେସନ୍ ପାଖାପାଖି ହେଇଗଲୁନି, ପହଞ୍ଚିଯିବୁ ଏବେ ଆମେ ଲୋକେସନ୍ରେ। ଏବେ ଆମେ ଆମର ଯେଉଁ ଲୋକେସନ୍ ଥିଲା ସେଠି ଆମେ ଏବେ ପହଞ୍ଚିଗଲୁ। ଗେଟ୍ଟିଏ ଦେଖନ୍ତୁ ଆସିଯିବୁ, ଯେଉଁ ବ୍ଲୁ କଲର୍ରେ ଦେଖାହେଉଛି ଏଜବେଷ୍ଟ ଘରଟିଏ, ସେଇଟା ହେଉଛି ଆମର ଲୋକେସନ୍ ଅଛି ଆକ୍ଚୁଆଲି। ଏଠି ବହୁତ ସାରା ରବର ଗଛ ଆକ୍ଚୁଆଲି ହେଇଛି। ରବର ପ୍ଲାଣ୍ଟ ଯେଉଁ କୁହନ୍ତି ଏଠି, କେବେ ବି ଆସିବେ ଦେଖିବେ ଏଠି ରବର କେମିତିଆ ଗଛ ସବୁ ହେଇଛି, ରବର ୟୁନିଟ୍ ତିଆରି ହେଉଛି। ଦେଖନ୍ତୁ ଆମେ ଏବେ ଆମ ଲୋକେସନ୍ରେ ପହଞ୍ଚିଗଲୁ। ଆମର କାଳୁ ଭାଇ କହୁଛୁ କୁକୁଡ଼ା ଖାଇବ। କ'ଣ କହୁଛ କାଳୁ ଭାଇ? ଟିକେ ବାଇଟ୍ ଦେଇଦେଲ, କ'ଣ କହିବାକୁ ଚାହୁଁଛ ତମେ? କୁହନ୍ତୁ କୁହନ୍ତୁ କ'ଣ ହେଇଛି କୁହନ୍ତୁ। ଏବେ କୁକୁଡ଼ା ମରା ହେବ, ତାପରେ କଷା ହେବ, କଷେଇକି ଏବେ ଝୋଳ ହେବ। ଆସିକି ଆମ କାମରେ ଏବେ ପହଞ୍ଚି ଯାଇଛୁ ଆକ୍ଚୁଆଲି। ଆମର ଏବେ ପ୍ରୋବ୍ଲେମ୍ ହେଇଛି କି କ'ଣ ନା, ଏଇ କ୍ୟାମେରା ଦେଖୁଛନ୍ତି ଯାଉଛି ଆସୁଛି, ଯେଉଁ ପ୍ରୋବ୍ଲେମ୍ଟା ହେଉଛି ଏଇଟା ଗୋଟେ କ୍ୟାମେରା କନଷ୍ଟାଣ୍ଟ ଆସୁଛି। ଇଏ ଦେଖନ୍ତୁ କିଛି ଆସୁନଥିଲା, ଏବେ 1 2 3 ଆସିଲା, ଆହୁରି 1 2 3 ଆସୁନାହିଁ। ଏବେ ପ୍ରୋବ୍ଲେମ୍ଟା ଇଏ ହେଇଛି ଆକ୍ଚୁଆଲି। ଏବେ ଗୋଟେ ଆସିଗଲା ଦେଖନ୍ତୁ। କ'ଣ ଏମିତିଆ ଗୋଟେ ପ୍ରୋବ୍ଲେମ୍ ହେଇଛି ତାକୁ ଏବେ ଆମେ ଟ୍ରେସ୍ କରିବୁ। ଏଠି ବି POE ସୁଇଚ୍ ଲାଗିଛି। ମେ ବି ଏଠି କ'ଣ POE ପ୍ରୋବ୍ଲେମ୍ ହେଇପାରିଥାଏ, ନହେଲେ ଏଠି ମିଡ଼ିଆ କନଭର୍ଟର ଆମର ଲାଗୁଛି, ଯେଉଁଟାକି ଫାଇବରରୁ ଲ୍ୟାନ୍ କନଭର୍ଟର ଏଇଟା କୁହାଯାଉଛି, ମିଡ଼ିଆ କନଭର୍ଟର। ଏଇଟା ବି କ'ଣ ପ୍ରୋବ୍ଲେମ୍ ହେଇଥିବ, ଆମେ ଏବେ ପ୍ରୋବ୍ଲେମ୍ଟାକୁ ଟ୍ରେସ୍ କରିବୁ। ଦେଖନ୍ତୁ କ୍ୟାମେରା ମେ ବି ଚାଲୁଛି, ଏବେ ରହିଛି କନଷ୍ଟାଣ୍ଟ, ଏବେ ଗୋଟେ ଦେଖନ୍ତୁ ପଳେଇ ଯାଉଛି। ଏଇ ହେଉଛି ଆମର ପ୍ରୋବ୍ଲେମ୍ ରହୁଛି। ଆମେ ଏବେ ତାକୁ ସଲ୍ଭ କରିବୁ। ସବୁ ଏମିତିକା ହେଇଛି, ଠିକ୍ ଅଛି। ଆମେ ଏବେ ନେକ୍ସଟ ଆଉ ଗୋଟେ ଜାଗାରେ ଗୋଟେ POE ଲାଗିଛି, ଯେହେତୁ ଏତେ ଦୂର ଜାଗାଟା ନା, ସେଥିପାଇଁ ଆମର କ'ଣ ହେଇଛି ନା ଦୁଇଟା POE ଲାଗିଛି। ସେଠି ଗୋଟେ 8+2 POE ଲାଗିଛି, ଏଠି ଗୋଟେ 4+2 POE ଲାଗିଛି। ସେ 8+2 POE ପାଖରେ କ'ଣ ପ୍ରୋବ୍ଲେମ୍ ହେଇଛି ବା କ'ଣ ଏଠି ଅସୁବିଧା ହେଇଛି ଆମେ ଦେଖିବୁ। ଏବେ ମିଡ଼ିଆ କନଭର୍ଟର ଲାଇଟ୍ ବ୍ଲିଙ୍କ କରୁଛି, ଠିକ୍ଠାକ୍ 6ଟା ଲାଇଟ୍ ଆସୁଛି, ସେତେବେଳେ 3ଟା ଆସୁଥିଲା। ଏବେ ଆମେ ନେକ୍ସଟ ଜାଗାକୁ ଯିବୁ, କ'ଣ ହେଉଛି ଦେଖିବା। ଚାଲନ୍ତୁ ଆଗକୁ। ଆମର ଏଠି ଗୋଟେ କ୍ୟାମେରା ଲାଗିଛି ଆକ୍ଚୁଆଲି, ଇଏ ହେଉଛି ହିଗ୍ସନ୍ର କ୍ୟାମେରା। ଆକ୍ଚୁଆଲି ପ୍ରୋବ୍ଲେମ୍ଟା ବି ଯାହା ହେଇଛି ମୁଁ ଆପଣଙ୍କୁ ଦେଖେଇଲି, ଛୋଟିଆ ମୋଟିଆ ପ୍ରୋବ୍ଲେମ୍ ବି ଯାହା ରହିଛି। ମୁଁ କାମଟା କଲା ଭିତରେ ଆକ୍ଚୁଆଲି ଭିଡ଼ିଓଟା କରିପାରିବି ନାହିଁ। କାମଟା ପୁରା କମ୍ପ୍ଲିଟ୍ ହେଇଯାଉ, ମୁଁ ଆପଣଙ୍କୁ ଡିସପ୍ଲେରେ ପୁରା ଭିୟୁ ଟିକେ ଦେଖେଇଦେବି। ଯେମିତିଆ ଗୋଟେ ଦୁଇଟା କ୍ୟାମେରା ଚାଲୁଥିଲା, ଆଉ ଗୋଟେ ଚାଲୁନାହିଁ, ସେମିତି ପୁରା ଭିୟୁଟା ଦେଖେଇଦେବି। କିନ୍ତୁ ସେଠି ଗୋଟେ ଉପରେ ଦେଖନ୍ତୁ, ଗୋଟେ ଏଇ ଯେଉଁ ଘରଟେ ଦେଖାଯାଉଛି ଆପଣମାନଙ୍କୁ, ହ୍ୱାଇଟ୍ କଲର୍ ଏଜବେଷ୍ଟ ପଡ଼ିଛି ନା, ଏ ବ୍ଲୁ କଲର୍ ସରି ଏଜବେଷ୍ଟ ପଡ଼ିଛି ଯେଉଁ, ତା ଉପରେ ଦେଖନ୍ତୁ ଗୋଟେ କ୍ୟାମେରାଟେ ଲାଗିଛି। ବହୁତ ବଡ଼ କ୍ୟାମେରାଟା ଆକ୍ଚୁଆଲି। ତା'ର କଷ୍ଟ ମେ ବି 40,000 ରୁ 45,000 ଭିତରେ ଆସୁଛି। ସେ ଆପଣଙ୍କର 100 ମିଟର ଯାଏଁ ଜୁମିଂ ପାୱାର ରଖିଛି ଆକ୍ଚୁଆଲି। ତା'ର ଜୁମିଂ କ୍ଲାରିଟି ବହୁତ ବଢ଼ିଆ ଆକ୍ଚୁଆଲି। ତାକୁ ବି ମୁଁ ଆପଣଙ୍କୁ ଦେଖେଇବି ଭିଡ଼ିଓରେ, ଲାଷ୍ଟକୁ ଦେଖିବେ କ୍ୟାମେରା କାମ ଯାହା ବି ପ୍ରୋବ୍ଲେମ୍ ହେଇଛି ଚାଲୁ ହୋଇଯାଉ, ମୁଁ ଆପଣଙ୍କୁ ଭିଡ଼ିଓରେ ଦେଖେଇବି କେମିତିଆ କ'ଣ କ୍ଲାରିଟି ଆସୁଛି। ଏଇଟା ତାଙ୍କର ଆକ୍ଚୁଆଲି ଛେଳି ଫାର୍ମ, ଗଡ଼୍ର ଲେଖା ହେଇଛି ଦେଖନ୍ତୁ, ଗଡ଼୍ ଫାର୍ମ। ଦେଖନ୍ତୁ ଏବେ ଆମର ପ୍ରୋବ୍ଲେମ୍ ଏଇଠି ହେଇଛି କି, ଏପଟ ସାଇଡ଼୍ ଯେଉଁ 8+2 POE ଲାଗିଛି ଫାର୍ମ ଭିତରେ, ୟାର ମିଡ଼ିଆ କନଭର୍ଟର ବି ଲାଇନ୍ ଆସୁନାହିଁ, POEକୁ ବି କିଛି ବି ଲାଇନ୍ ଆସୁନାହିଁ। ତ ଦେଖିବା କ'ଣ ହେଇଛି, ଚାଲନ୍ତୁ। ଆକ୍ଚୁଆଲି ଆମେ କାମ କରୁ କରୁ କରେଣ୍ଟ ପଳେଇଗଲା, ତ ଯେଉଁ ସେଥିପାଇଁ ଡିସପ୍ଲେ ଯେଉଁ ଲାଗିଥିଲା ଆମର ସେଠି, ସେଇଟା ଇନଭର୍ଟର ଆକ୍ଚୁଆଲି ଇନକ୍ଲୁଡ଼ ନାହିଁ। ତ ମୁଁ ସାର୍ଙ୍କ ମୋବାଇଲର ସ୍କ୍ରିନ୍ ଭିଡ଼ିଓ କରିକି ଫୁଟେଜଟା ଦେଖାଉଛି ଆପଣମାନଙ୍କୁ। ଦେଖନ୍ତୁ ସବୁଗୁଡ଼ା କ୍ୟାମେରା ଅଲ୍ ୱାର୍କିଂ ଏବେ କଣ୍ଡିସନ୍ରେ ଅଛି। ଆଉ ଯେଉଁ PTZର ଜୁମିଂ ପାୱାରଟା କହିଥିଲି ଦେଖେଇବି ବୋଲି, ସେଇଟା ତ ଏବେ ମୋବାଇଲର ଏଠି ଇଣ୍ଟରନେଟ୍ ଟିକେ ପ୍ରୋବ୍ଲେମ୍ ଅଛି, ଦେଖେଇ ହେଉନି। ତଥାପି ମୁଁ ଆପଣଙ୍କୁ ଦେଖାଉଛି, ଦେଖନ୍ତୁ ଗୋଟେ କ୍ଲାରିଟି ବି ଦେଖନ୍ତୁ କେମିତିଆ କ'ଣ ଅଛି। ଇଣ୍ଟରନେଟ୍ ଟିକେ ପ୍ରୋବ୍ଲେମ୍ ଅଛି, ଯେତେ ଯାହା କଲେ ସେ ଟିକେ ସ୍ଲୋ ଇଏରେ ଚାଲିବ, ମୋବାଇଲରେ ଠିକ୍ସେ ଚାଲିବନି। ଯାହା ବି ହଉ, ଭିଡ଼ିଓଟା ମୁଁ ଆଉ କେତେବେଳେ ବି ଦେଖେଇଦେବି, ସେ PTZର ଜୁମିଂ ପାୱାର ଆସିଲେ ବି।
ଆପଣ ଦେଖିପାରୁଥିବେ ଆମର କାମ ବି ଖତମ ହେଇଯାଇଛି। ତ ଆପଣମାନଙ୍କୁ ଆମ ସର୍ଭିସ୍ କେମିତି ଲାଗିଲା, ଆପଣଙ୍କର ଯଦି ଏମିତିକା ସର୍ଭିସ୍ କିଛି ରିକ୍ୱାରମେଣ୍ଟ ରହୁଛି ଆମକୁ ଯୋଗାଯୋଗ କରିପାରିବେ। ଆମ କଣ୍ଟାକ୍ଟ ନମ୍ବର ମୁଁ ଫାଷ୍ଟରୁ ଆପଣଙ୍କୁ ଦେଇଛି, ଡିସ୍କ୍ରିପ୍ସନ୍ରେ ବି ଦେଇଦେଉଛି। ଆମ ଚ୍ୟାନେଲକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦିଅନ୍ତୁ। ଏମିତିକା କିଛି ସର୍ଭିସ୍ ରିକ୍ୱାରମେଣ୍ଟ ହଉ କି କମ୍ପ୍ୟୁଟର କାମ ହଉ, CCTV କାମ ହଉ, ଯାହା ବି